ଅସୁସ୍ଥ ଦନ୍ତାହାତୀକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଗଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା 4 ବର୍ଷର ଏକ ଦନ୍ତାହାତୀକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡ଼ାଯାଇଛି। ବନ ବିଭାଗଠାରୁ ପ୍ରକାଶ ଉକ୍ତ ଦନ୍ତାହାତୀର ଆଗ ଓ ପଛ ଗୋଡ଼ରେ ଆଘାତ ଲାଗିଥିଲା, ଯାହାଫଳରେ ସେ କରମୂଳ ଗ୍ରାମ ପଞ୍ଚାୟତ ଅଧୀନ ଅଶୋଖଲା ଓ ଆଖପାଖ ଗ୍ରାମ ମଧ୍ୟରେ ଚଳପ୍ରଚଳ କରିବା ଫଳରେ ଜନସାଧାରଣମାନେ ଆତଙ୍କିତ ଭାବରେ ଥିଲେ। ଉକ୍ତ ଆଘାତପ୍ରାପ୍ତ ଦନ୍ତାହାତୀକୁ ବନ ବିଭାଗ ପକ୍ଷରୁ ଧରିବା ପାଇଁ 5 ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ବନ ଅଧିକାରୀ ସୁମିତ କର, ଏସିଏଫ୍ଓ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳ ହାତୀ ରେସ୍କ୍ୟୁ ଟିମ୍ ଉକ୍ତ ଦନ୍ତାହାତୀକୁ ଟ୍ରାଙ୍ଗୁଲାଇଜର ଦେଇଥିଲେ ଓ କପିଳାସ ଜୁର ପ୍ରାଣଧନ ଚିକିତ୍ସକ ତାହାର ଆହତ ଗୋଡ଼କୁ ଚିକିତ୍ସା କରିବା ପରେ ସେ ଭଲ ଥିବାର ଜଣାଯାଇଥିବାରୁ ଅଶୋଖଲା ସଂକ୍ରାନ୍ତ ଜଙ୍ଗଲ ମଧ୍ୟରେ ଛଡ଼ାଯାଇଛି। ଏହି ହାତୀ ଅପରେସନ୍ ସନ୍ଧ୍ୟା 5:30ରେ କରାଯାଇଥିଲା। ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଗିରୀଶ ଚନ୍ଦ୍ର ନାୟକଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।